ସମ୍ବଲପୁର ଜିଲ୍ଲା ବାମରାଠାରେ ସମ୍ବାଦ ସାହିତ୍ୟଘର କେଶାଇଭାଲ ଶାଖା ପକ୍ଷରୁ ସ୍ଥାନୀୟ କମ୍ୟୁନିଟି ହଲ୍ରେ ଏହାର ସଭାପତି ତୁଳସୀ ମଞ୍ଜରୀ ବହିଦାରଙ୍କ ସଭାପତିତ୍ୱରେ ସମ୍ବାଦର ପ୍ରଥମ ସମ୍ପାଦକ ତଥା ଓଡ଼ିଆ କଥା ସାହିତ୍ୟର କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ 104ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କର ଗଦ୍ୟ ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ତାଙ୍କ ବିନା ଓଡ଼ିଶା ଇତିହାସ ପୂର୍ଣ୍ଣାଙ୍ଗ ନୁହେଁ ବୋଲି ପ୍ରକାଶ କରିଥିଲେ। ସାହିତ୍ୟଘର ଉପଦେଷ୍ଟା ଅଲେଖ କୁମାର ପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସବିତ୍ରା ପଟେଲ ଓ ପ୍ରକୃତି ବନ୍ଧୁ ସରୋଜ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ପାଦକ ରବୀନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦିକା ପଦ୍ମିନୀ ବଙ୍କରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶାନ୍ତିଲତା ପୃଷ୍ଟିଙ୍କ ସଂଯୋଜନାରେ ଉଦୟ ଚନ୍ଦ୍ର ଦ୍ୱିବେଦୀ, ମୀନାକ୍ଷୀ ନାୟକ, ବୀଣାପାଣି ନାୟକଙ୍କ ସମେତ 11 ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜଗା ରାୟ ଏବଂ ଆବାହକ ସନ୍ତୋଷ ଶୁକ୍ଲା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।